আচ্ছা ଆମ ପାଖକୁ ଭାଇ ଏଇଟା କି ଗଛ କହିଲି? এটা ସୁଜୁନା ବା। ଏଇଟା ସୁଜୁନା ଗଛ। ହଁ ବାସ୍ ଏଇଠି ଆଡ଼ୁ ଟିକେ ଏଇଠି ପାଖକୁ ଭାଇ ଗାଁରେ କ'ଣ ପାଇଁ ଲୋକଙ୍କର କଷ୍ଟ ଅଫ୍ ଲିଭିଂ କମ୍ କହୁଛି, ଯାହାର ସମସ୍ତଙ୍କର ବାହାରେ ଆମର ଘର ରହୁଛି 70-80 ଲକ୍ଷର, ଗାଁରେ ନହେଲେ ବି ସମସ୍ତେ ଘର କରୁଛନ୍ତି, କିନ୍ତୁ ଏଠି 300 ଖଣ୍ଡେ ବାଡ଼ି ଅଛି, ତାର ବହୁତ କିଛି ଅଛି। ସୁଜୁନା ଗଛ ଶାଗ ପାଇଲୁ, ଇଏ ପାଇଲୁ, ପଛରେ ଅମୃତଭଣ୍ଡା ଗଛ ଅଛି। ଆଉ ଏଇଠି ଦେଖ ଆଉ କଦଳୀ ଗଛ ଦେଖିବୁ, ଆସ କଦଳୀ ଗଛ ଦେଖିବା। ଦୁଇଟା କାନ୍ଦି ହେଇଛି, ଦୁଇଟା କାନ୍ଦି ହେଇଯିବା। ଦେଶୀ କଦଳୀ ହେଲା, ଏଇଟା ହେଉଛି ମାନେ ଦେଶୀ କଦଳୀ। କଦଳୀ ଗଛଟା ଗୋଟେ ଡେଲି ଗୋଟେ ପାଖକୁ ହେଲା, ଏ କଦଳୀ ମାନେ କଦଳୀ ତ ଖାଇବ। ତମର ଏ ଦିକାନ୍ଦି ଆମର ହେଇଛି ଏବେ, ଏଇ ଗଛରୁ ଗୋଟେ ସରିଲା କଟା ହେଇଛି, ତାପରେ ତମେ କଦଳୀ ଖାଇଲ, ପୁଣି ହେଲାଣି ହବ, ତାପରେ ଏ ମଞ୍ଜା ବି ଖାଇବ ହେଲା, ମଞ୍ଜା ଖାଇବ, ତାପରେ ରହିଲା। ଆସ ତୁମ ପାଖକୁ ଟିକେ ଚନ୍ଦନ, ମୁଁ ଦେଖ ଏଇଟା ଦେଖୁଛ ଗୋଟେ ବଣ ହେଲା, ମୋ ଆଡ଼ୁ ଟିକେ ଏଇଟା ହେଉଛି ବଣ, କିନ୍ତୁ ୟା ତଳେ ରହିଛି ଆମର ଅମୂଲ୍ୟ ସମ୍ପତ୍ତି, ଯେଉଁ ବିରଳ ଲେମ୍ବୁ ଲୋପ ପାଇଯାଉଛି ମାର୍କେଟରେ, ଆଉ କୁହନ୍ତି ଗଙ୍ଗା କୁଳିଆ ଲେମ୍ବୁ। ମୁଁ ଆଜି ଯାଇଥିଲି ବାଡ଼ିଟେ ଦେଖିଲି, ଗଛଟା କେତେ ହେଇଛି ତମେ ଦେଖ, ଲେନ୍ଥି ଭଳିଆ ତମକୁ ଦେଖେଇବି। ଟିକେ ମୁଁ ପୁରେଇ ଆଗ ବାଟଟା ଟିକେଉ ପଡ଼ିବ ନା, ଦଉରେ ଚଲ ଦେଖିକି କଣ୍ଟା ଲାଗିବ, ପଡ଼ିଯାଉଛି ସବୁ ଦେଖ, ଏ ଲେମ୍ବୁ ଦେଖ, କଛାଟା ମାରେ, ଗାଁ ଗହଳି କଥା ନା, ଟିକେ କାଦୁଅ ମାଦୁଅ ଅଛି ଟିକେ ହେଲା, ଆରମ୍ଭ ଗାଁରେ ଖସି ଯାଉଛି କଛା ନା, କଛାଟା ମାରେ, କଛାଟା ନହେଲେ ଖସି ଯାଉଛି। ଦେଖ ଲେନ୍ଥି ଲେମ୍ବୁ ଦେଖେଇବି, ଦେଖ ଲେମ୍ବୁ ଏକ ତ ହାଇଦ୍ରାବାଦରେ ଇଏ ମିଳୁନାହିଁ, ଆଉ କମ୍ ସେ କମ୍ ଗୋଟିଏ ଲେମ୍ବୁ ଆଣିଲା ବେଳକୁ 5 ଟଙ୍କା, ଇଏ ତ ଦେଶୀ ଲେମ୍ବୁ ମିଳିବନି। ତ ଦେଖ 5ଟା ଲେମ୍ବୁ ଆମ ଗଛରେ ହେଇଛି, ଲେନ୍ଥି ହେଇଯାଇଛି। ଟେକୁ ଟେକେନି ଖରାପ ହେଇଯିବ, ତା ପ୍ରବଳ ଲେମ୍ବୁ ହେଇଛି। ତଦ ଟିକେ ଆଣିଲୁ, ବାଟା କାଢ଼ି ଏଇଟା ଦେଖ ପାଖକୁ ଆଣିଲୁ, କେଇଟା ଲେମ୍ବୁ ହେଇଛି କହିଲୁ? 1 2 3 4 5, ମାନେ ଲେମ୍ବୁ ଲେନ୍ଥା ହେଇକି ପଡ଼ିଛି ହେଲା, ଦେଖ ତାପରେ ବଣ ହେଇଯାଇଛି, ତା ଭିତରେ ବଣ ହେଇଛି, କେତେ ଲେମ୍ବୁ ପଡ଼ି ଦେଖ, ଦେଖ ପାଚିଗଲାଣି ଲେମ୍ବୁ ହେଲା, ଲେମ୍ବୁ ଗୋଟେ ଗୋଟେ ଡାଳରେ ଦେଖ ଲେମ୍ବୁ ଗୋଟେ କଣ୍ଟା ଅଛି, କଣ୍ଟା ଅଛି, ଦେଖି ଦେଖ ଏ ଘାସରେ ବି ରହିଯାଉଛି ଲେମ୍ବୁ, ମାନେ ଘାସରେ ଲେମ୍ବୁ ଲାଗିଯାଉଛି, ବୁଝିଲ? ମାନେ ଭାବ ଆମେ କ'ଣ ଅଛନ୍ତି କେଉଁଠି ଅଛନ୍ତି, ମୁଁ ଏ ବାଡ଼ି ପୁରଉ ଆମ ଗଛରେ ଲେମ୍ବୁ, ଆକୁ ଏଇ ସାଥେ ଲେମ୍ବୁ ପାଣି କରିକି, ଆଉ ଆମକୁ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ପଡ଼ିବନି, ଚିପୁଡ଼ି ଦେବା, ଆକୁ ଗୋଟେ କାଟି ଚିପୁଡ଼ିଆ, ଚିନି ଆଉ ଖାଇବାନି, ମୋଟାପା ହଟେଇବାର ଅଛି, ଲୁଣ ଟିକେ ପକେଇ ପିଇବାର ଅଛି। ଭାବ କେହି ଜାଣିପାରିବେନି, ଏଠି ଗଛଟା ନଟା ମଡ଼ା ହେଇ ତାଳ ଅଛି, ଆମର ବନ୍ଧୁବାନ୍ଧବ ଆଇଲେ ଆମେ ଲେମ୍ବୁ ପାଣି ଦେଉଛୁ। ବଡ଼ାପା ଲଗେଇଥିଲେ, ହଁ ବଡ଼ାପା ଲଗେଇଥିଲା। ଆଉ ଗୋଟେ କଥା କ'ଣ, ଆମେ ବାହାରେ ଘର କିଣିବା, 1 କୋଟି 2 କୋଟି 5 କୋଟି 10 କୋଟି କିଣିବା, ସମସ୍ତଙ୍କର ଖଣ୍ଡେ ବାଡ଼ି ଯଦି ଅମୃତଭଣ୍ଡା ଗଛରେ ପାଚିଛି, ହଁ ସୁଜନା ଗଛରେ ହେଉଛି ଲେମ୍ବୁ, ତାପରେ ତୁମେ ବାଇଗଣ, ଖଣ୍ଡେ ବାଟ କଞ୍ଚା ଲଙ୍କା ସବୁ ହେଉଛି, ସେ ବାଟରେ ଆମର ସବୁ ହେଉଛି। ତେଣୁ ସବୁବେଳେ ବାହାରେ କିଣିଲେ ବି ଜାଗା ଘର କରିବା ସହିତ ଖଣ୍ଡେ 20 ଫୁଟ ଭିତରେ ରଖ, କିଛି ନହେଲେ କଦଳୀ ଗଛ, ଲେମ୍ବୁ ଗଛ, ଆଉ ଏମିତି ସବୁ ଗଛ ଖଣ୍ଡେ ଲଗାଅ, ଏଇଭଳିଆ ନ୍ୟାଚୁରାଲ ଜିନିଷ ଖାଅ। ରହିଲି, ଜୟ ଜଗନ୍ନାଥ।